नमस्कार, मैं आदिति। अब अभी मेरे साथ देख रहे हैं जनता एक्सप्रेस। শীত ঋতু আসিলে নদী হ্রদ বিভিন্ন বড় বড় জলাশয়ে নানা প্রকার পক্ষীମାନଙ୍କର সমাগম ঘটিଥାଏ। শীত ଋତୁରେ ବିଦେଶରୁ ପକ୍ଷୀଙ୍କ ଆଗମନ ହୋଇଥାଏ, ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ରେ ଭିଡ଼ ଲାଗିଥାଏ। ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ସୁବର୍ଣ୍ଣରେଖାର ଉଦୟପୁର, ବିଚିତ୍ରପୁର, କୀର୍ତ୍ତନିଆ, ମୁହାଣ ପ୍ରଭୃତି ସ୍ଥାନରେ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବାକୁ ମିଳିଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା ସମୟରେ ପ୍ରାୟ 35 ପ୍ରକାର ପକ୍ଷୀ ସୁବର୍ଣ୍ଣରେଖାକୁ ଆସିଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କର ସଂଖ୍ୟା 10,000ରୁ ଅଧିକ ବୋଲି ଗଣନାରୁ ଜଣାପଡ଼ିଛି। ଏସିଏଫ୍ ଜୟଶ୍ରୀ ମୁର୍ମୁ, ଜଙ୍ଗଲ ସାଥୀ ଅଶ୍ୱିନୀ କୁମାର ଦାସ, ଉଦୟପୁର ଫରେଷ୍ଟର ସଞ୍ଜୟ କୁମାର ମହାନ୍ତି, ଫରେଷ୍ଟ ଗାର୍ଡ ପ୍ରମିଳା ସେନା ପ୍ରମୁଖ ଅନ୍ୟମାନେ ପକ୍ଷୀ ଗଣନା ସହିତାରେ ଉପସ୍ଥିତ ଥିଲେ। ତେବେ ଧୀରେ ଧୀରେ ସୁବର୍ଣ୍ଣରେଖା ନଦୀରେ ପରିବେଶ ଖରାପ ହେବାକୁ ଯାଉଥିବାରୁ ବିଦେଶୀ ପକ୍ଷୀ ଓ ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା କମିବାର ଲାଗିଛି। ତେଣୁ ପରିବେଶବିଦମାନଙ୍କ ଭିତରେ ଏକ ଚିନ୍ତାର ବିଷୟ ହୋଇ ପଡ଼ିଛି। ଶିରୀଷ ମହାନ୍ତିଙ୍କ ରିପୋର୍ଟ, जनता एक्सप्रेस। हेलो दोस्तों, मेरे चैनल को लाइक सब्सक्राइब जरूर करना और जनता एक्सप्रेस देखना ना भूले।